ডিসেম্বর ଚାଲନ୍ତୁ ଜାଣିନେବା ଆଜିର ନ୍ୟୁଜ୍। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ସର୍ବପ୍ରଥମେ ଟପ୍ ନ୍ୟୁଜ୍ ଅପଡେଟ୍ ଜାଣିପାରିବେ। ଚାଲନ୍ତୁ ଦିନ କରି ଖବର ଉପରେ ନଜର ପକାଇବା। କାହିଁକି ମିଳୁନି ଗହମ? ଉତ୍ତର ରଖିଲେ ମନ୍ତ୍ରୀ। କେନ୍ଦ୍ର ସରକାରଙ୍କଠାରୁ ରାଜ୍ୟକୁ ଗହମ ମିଳିଛି। 2024 ଅକ୍ଟୋବର ମାସରୁ ଖାଉଟିମାନଙ୍କୁ ଉଭୟ ଚାଉଳ ଓ ଗହମ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଣ୍ଟନ ପତ୍ର ଜାରି କରାଯାଇଛି। ଆବଣ୍ଟନ ପତ୍ର ଅନୁଯାୟୀ କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଅଧୀନ 30 ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ ନିମନ୍ତେ 90-10 ଅନୁପାତରେ 1,67,745 ମେଟ୍ରିକ୍ ଟନ୍ ଚାଉଳ ଓ 19,906 ମେଟ୍ରିକ୍ ଟନ୍ ଗହମ ରାଜ୍ୟକୁ ଯୋଗାଇ ଦେଇଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୁଧବାର ବିଧାନସଭାରେ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଅଗ୍ରାଧିକାର ପରିବାରର ସଦସ୍ୟଙ୍କୁ ସେମାନଙ୍କ ଦ୍ୱାରା ଚୟନ କରାଯାଇଥିବା ଖାଦ୍ୟଶସ୍ୟ ଯଥା ଚାଉଳ ଓ ଗହମର ପରିମାଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିଲ୍ଲାୱାରୀ ବଣ୍ଟନ ପତ୍ର ଜାରି କରିଥାନ୍ତି। ଭାରତୀୟ ଖାଦ୍ୟ ନିଗମରୁ ଗହମ ଉଠାଣ ପାଇଁ କୌଣସି ପରିବହନ ବ୍ୟବସ୍ଥା ହୋଇନାହିଁ। ତେଣୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇ ଉକ୍ତ ଗହମର ବଣ୍ଟନ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିବା ମନ୍ତ୍ରୀ କହିଛନ୍ତି। କେଉଁ ଜିଲ୍ଲାକୁ କେତେ ପରିମାଣର ଗହମ ଆବଣ୍ଟନ କରାଯିବ ତାହାର ଏକ ତାଲିକା ମଧ୍ୟ ମନ୍ତ୍ରୀ ବିଧାନସଭାରେ ଉପସ୍ଥାପନ କରିଥିଲେ। ରେମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ତଥ୍ୟ ପ୍ରଦାନ କରିଥିଲେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ଟପ୍ ନ୍ୟୁଜ୍ ଜାଣିପାରିବେ।